ତମମାନଙ୍କୁ ଗପ ଶୁଣିବା ପାଇଁ ଭଲ ଲାଗେ? ସତରେ ଭଲ ଲାଗେ ତ? ଆଜି ଗୋଟେ ଗପ କହିବି ଶୁଣିବ? ଶୁଣିବ ତ? ଠିକ ଅଛି। ଗୋଟେ ବୁଢ଼ୀ ଥିଲା। କିଏ ଥିଲା? ବୁଢ଼ୀ ତା ଝିଅ ଘରକୁ ଜଙ୍ଗଲ ରାସ୍ତା ଦେଇ ଯାଉଥିଲା। କୋଉ ରାସ୍ତା ଦେଇ ଯାଉଥିଲା? ସିଏ ତା ଝିଅ ପାଇଁ ବହୁତ ପିଠା, ଫଳ, ପନିପରିବା ସବୁ ଜିନିଷ ଆଣିଥିଲା। ତ ସିଏ ତା ଝିଅ ଘରକୁ ତା ଝିଅ ପାଇଁ ନେଇକି ଯାଉଛି। ରାସ୍ତାରେ ଯାଉ ଯାଉ ଗୋଟେ ବାଘ ଦେଖାଗଲା। ବାଘ କହିଲା, ମୁଁ ଆଜି ତତେ ଖାଇବି। ବୁଢ଼ୀ ବହୁତ ଡରିଗଲା। ତମମାନଙ୍କୁ ଯଦି ବାଘ କହିଥାନ୍ତା ମୁଁ ତମକୁ ଖାଇବି, ତମେ ଡରିନଥାନ୍ତା କି? ଡରିଯାଇଥାନ୍ତା ନା? ତ ବୁଢ଼ୀ ସେମିତି ଡରିଗଲା। ଡରରେ କହିଲା, ମତେ ଛାଡ଼ିଦିଅ, ମୁଁ ମୋ ଝିଅ ଘରକୁ ଯାଉଛି। ମୋ ଝିଅ ଘରକୁ ଆସିଲେ ତମେ ମତେ ଖାଇବ। ବୁଢ଼ୀ ଏମିତି କହିଲା। ବାଘ କହିଲା, ମୁଁ ତ ତମକୁ ଛାଡ଼ିଦେବି, ହେଲେ ତମେ ଯଦି ଫେରିକି ନ ଆସିଲ? ବୁଢ଼ୀ କହିଲା, ମୁଁ ଫେରିକି ଆସିବିନି ତ କୁଆଡ଼େ ଯିବି? ଏଇ ତ ଗୋଟେ ହିଁ ରାସ୍ତା, ଜଙ୍ଗଲ ଦେଇ ଯାଉଛ, ଏ ଗୋଟେ ହିଁ ରାସ୍ତା। ତ ମତେ ଏଇପଟେ ହିଁ ଆସିବା ପାଇଁ ପଡ଼ିବ। ମୁଁ ନିହାତି ଆସିବି, ଆଉ ମୁଁ ଆସିଲେ ତମମାନେ ମତେ ଖାଇବ। ଠିକ ଅଛି? ସେ ବାଘକୁ ଏମିତି କହିଦେଲା। ତାପରେ ବାଘ ବୁଢ଼ୀକୁ ଛାଡ଼ିଦେଲା। ବାଘ ବୁଢ଼ୀକୁ ଛାଡ଼ିଦେଲା ପରେ ବୁଢ଼ୀ ଯାଇ ତା ଝିଅ ଘରେ ପହଞ୍ଚିଲା। ବୁଢ଼ୀ ତା ଝିଅ ଘରେ ଯାଇ ମନ ଦୁଃଖରେ ବସିଲା। କାରଣ ବୁଢ଼ୀ ଯେତେବେଳେ ଯିବ ଘରକୁ, ସେ ଜଙ୍ଗଲ ରାସ୍ତାରେ ସେତେବେଳେ ବାଘ ତାକୁ ଖାଇଦେବ। ସେଟା ବୁଢ଼ୀ ସବୁବେଳେ ମନ ଦୁଃଖ କରି ବସୁଥାଏ। ତ ଏମିତି ମନ ଦୁଃଖ କରି ବସୁ ବସୁ ଦିନେ ତା ଝିଅଟାକୁ ଦେଖିଲା। କହିଲା, କ'ଣ ହେଲା ତମେ କାଇଁ ମା ସବୁବେଳେ ମନ ଦୁଃଖ କରି ବସୁଛ? ତାପରେ ବୁଢ଼ୀ ତାକୁ କହିଲା ଯେ ମୁଁ ଏମିତି ଜଙ୍ଗଲ ରାସ୍ତା ଦେଇ ଆସୁ ଆସୁ ମତେ ଗୋଟେ ବାଘ ଦେଖିଲା। ବାଘ କହିଛି ମତେ ଖାଇଦବ। ମୁଁ ଯେତେବେଳେ ଘରକୁ ଯିବି ବାଘ ମତେ ଖାଇଦବ। ସେଥିପାଇଁ ତା ଝିଅ କହିଲା, ମା ତୁ ଏଇପାଇଁ ମନ ଦୁଃଖ କରୁଛୁ? ଏଇଟା ଗୋଟେ କଥା? ଜମା ମନ ଦୁଃଖ କରନା। ତୁ କେମିତି ଘରକୁ ଯିବୁ ସେ ଉପାୟ ମୁଁ କରିବି। ତୁ ବିଲକୁଲ ବି ମନ ଦୁଃଖ କରନି। ଏମିତି ତା ଝିଅ କହିଲା। ତା ଝିଅ କ'ଣ କଲା ନା ଉପାୟ ପାଇଥିଲା। ଏତେ ବଡ଼ ନାଉ ନେଇକି ଆସିଲା। ଏତେ ବଡ଼ ନାଉ ଆଣିକି ତା ମୁଣ୍ଡ ଆଉ ଗୋଡ଼ ଦିଟା ସାରା କାଟିଦେଲା। ତା ଭିତରୁ ମଞ୍ଜି ଗୁଡ଼ା ନଥିଲା ସବୁ ବାହାର କଲା। ତା ଭିତରେ ବୁଢ଼ୀକୁ ପୁରେଇଲା।